କିଛି ଖାଦ୍ୟ ନେଇକି ଦେବା ଶିକ୍ଷା ହେଇକି ଖାଇବ ସେଇଟା କାହିଁକି କଣ ପାଇଁ ନା ପଶୁ ବର୍ତ୍ତମାନ କଳି ଯୁଗରେ ମନୁଷ୍ୟ ମାନେ ଏ ଯୋଉ ବଫେଇ ଭୋଜି କରିକି ଯୋଉ ଖାଉଛନ୍ତି ଠିଆ ହେଇକି ଏଇଟା ହେଲା ପଶୁର ଆଚରଣ କଳି ଯୁଗରେ ମନୁଷ୍ୟ ମାନେ ପଶୁର ଆଚରଣ କରି ଠିଆ ହେଇକି ଭୋଜନ କରୁଛନ୍ତି ଖୁବ୍ ସୁନ୍ଦର ମଧ୍ୟ କାରଣ ଦିଆଯାଏ ସତ କଥା ଭୋଜନ କରୁଛନ୍ତି ଠିଆ ଠିଆ ଖାଉଛନ୍ତି ମୁଁ କେତେ ଜାଗା ଦେଖିଛି ଏଇଟା ହେଲା ପଶୁର ଆଚରଣ ପଶୁ କିନ୍ତୁ ଭଗବାନ କଣ କରିଛନ୍ତି ମନୁଷ୍ୟ ଠାରେ କଣ ଦେଇଛନ୍ତି ଆଉ ଗୋଟିଏ ପଦ ଅତିବଡ଼ି ଜଗନ୍ନାଥ ଦାସ ଭାଗବତରେ ଲେଖିଲେ ମନୁଷ୍ୟ ଠାରେ ଦିବ୍ୟ ଜ୍ଞାନ ଦେଖି ଭଗବାନ ମନୁଷ୍ୟ ଠାରେ ଦିବ୍ୟ ଜ୍ଞାନ ଦେଖି ଭଗବାନ ପଶୁ ମାନଙ୍କୁ ଦିବ୍ୟ ଜ୍ଞାନ ଦେଇନାହାନ୍ତି ତାକୁ କୁହାଗଲା ପଶୁ କିନ୍ତୁ ମନୁଷ୍ୟ ମାନଙ୍କୁ ଭଗବାନ କଣ କରିଛନ୍ତି ଦିବ୍ୟ ଜ୍ଞାନ ଦେଇଛନ୍ତି ଦିବ୍ୟ ଜ୍ଞାନ ଦେଇ ମଧ୍ୟ ମନୁଷ୍ୟ ମାନେ କଳି ଯୁଗରେ ପଶୁର ଆଚରଣ କରୁଛନ୍ତି ଏଇଟାକୁ ପଶୁ କିଏ ନେଇ ସଂସାରୀ ଏ ନାରୀକୁ ନିଶାନ ପ୍ରସଙ୍ଗରେ ବନ୍ଧନ କରିଛ ପୁଣି କହୁଛ ଯେ ସେଥିରେ କି ପାପ ଶୁଣିବେ ଲେଖା ଅଛି ଆମର ବ୍ରହ୍ମଦେବର ପ୍ରେମରେ କଣ ବୋଲି ସେଥିରେ କଣ ପାପ ହେଉଛି ଅତି ସୁନ୍ଦର କଥା ଆଜ୍ଞା ପର ଧନକୁ ଆଶା ବଳାଇଲେ ଲାଗି ବହୁତ ପାପ ପର ଧନକୁ ଆଶା ବଳାଇଲେ ଲାଗି ବହୁତ ପାପ ଦେଖି ପରଦାରି ଆମେ ହେଲେ ଧାରି ଦେଖି ପରଦାରି ଆମେ ହେଲେ ଧାରି ଚକ ଭାଙ୍ଗେ ତାର ଚକ ଭାଙ୍ଗେ ତାର ମହାପାପ ଲାଗୁଛି ତେଣୁକରି ପରର ଧନକୁ ଦେଖି କେବେ ଆଶା ବଳେଇବ ନାହିଁ ଦେଖି ପର ନାରୀ କାମ ହେଲେ ଘାଇ ଜନ୍ମ ଭାଙ୍ଗ ତାର ଦର୍ପ ନିଶ୍ଚୟ ପର ସ୍ତ୍ରୀର ଯୌବନକୁ ଦେଖି ଯୋଉ ପୁରୁଷ କାମରେ ଦଣ୍ଡୀଭୂତ ହବ ସେ ଜମଦଣ୍ଡରେ ଦଣ୍ଡିତ ହବ ଆଜ୍ଞା ତେଣୁକରି ପର ସ୍ତ୍ରୀର ଯୌବନକୁ ଦେଖି କେବେ ମଧ୍ୟ କାମରେ ଦଣ୍ଡୀଭୂତ ହବ ନାହିଁ ତାକୁ ଭଗ୍ନି ସମ ମାତୃତୁଲ୍ୟ ସମଭାବ ଭାବିବ ଆହୁରି କଣ କଲେ ବାପ ହେଉଛି ଶିଷ୍ୟ ହୋଇଦେବେ ଗୁରୁଙ୍କ ଆଗରେ କହି ମିଥ୍ୟା ବଚନ ଶିଷ୍ୟ ହୋଇଦେବେ ଗୁରୁଙ୍କ ଆଗରେ କହି ମିଥ୍ୟା ବଚନ ମନେ Jana Mahe Giro
କଥା ଶିଷ୍ୟ ହୋଇ ଗୁରୁଙ୍କୁ କେବେ ମଧ୍ୟ ମିଛ କଥା କହିବ ନାହିଁ। ନାହିଁ ଯଦି ମିଛ କଥା କହିବ ପର ଜନ୍ମରେ ସେ କୁକୁର ହେଇକି ଜନ୍ମ ହବ। କୁକୁର ହେଇକି ଆଉ ଜନ୍ମ ହବ। ଆଉ ଏମାନଙ୍କର କାମ ହେଉଛି କହିଲ ନା ପୁରାଣ ଶୁଣିଲ ଭାଗ୍ୟ ଅନୁସାରେ ଦକ୍ଷିଣା ନ ଦେଲେ ହବ। ପୁରାଣ ଶୁଣିଲ ଭାଗ୍ୟ ଅନୁସାରେ ଦକ୍ଷିଣା ନ ଦେଲେ ହବେ। ସତ ଜନ୍ମ ପରି ଚାନ୍ଦେ କାଲା ହୋଇ, ସତ ଜନ୍ମ ପରି ଚାନ୍ଦେ କାଲା ହୋଇ, আমি বারে জগারে হে, আমি বারে জগারে। ଆଜି ମାଙ୍କର ଠାକୁରାଣୀ ଯନ୍ତ୍ର ଉପଲକ୍ଷରେ ଆମେ ନାଟକଟା ପରିବେଷଣ କରୁଛନ୍ତି। ସତ କଥା ଆକା ନା ନାଇଁ? এই যে নাটকে আমি বিভিন্ন প্রকার পুরাণକୁ ନେଇକି ଆମେ ସମାଲୋଚନା କରୁଛନ୍ତି ନା। ଆଚ୍ଛା এই যে বিভিন্ন ପ୍ରକାର ପୁରାଣକୁ ନେଇ ସମାଲୋଚନା କରୁଛନ୍ତି, ହଁ ପୁରାଣ ଶୁଣି କିଛି ମୁକ୍ତ ହସ୍ତରେ ଯଦି ଦାନ ଦକ୍ଷିଣା କିଛି ନ କରିବ ଆଉ 7 ଜନ୍ମ ପର୍ଯ୍ୟନ୍ତ କାଲା ହେଇକି ଭ୍ରମଣ ହେଇକି ବୁଲିବ। ସତ କଥା କେଲା ହେଇକି ଆଉ ଦାଣ୍ଡରେ ବୁଲିବ। ଏଇଟା ମୁଁ କହୁନି ଆଜ୍ଞା, ବ୍ରହ୍ମଦେବର ପୁରାଣ ଲେଖା କରୁଛି। ପୁରାଣରେ ଲେଖା କବି ହେଲେ ବ୍ୟାସଦେବ ଋଷି। ଆହୁରି କଣ କରି ପାପ ହେଉଛି? ଶିଶୁ ବନ୍ଧ ମାତ୍ରେ লাগে বহু পাপ, স্ত্রী হত্যা শিশু বন্ধ মাত্রে লাগে বহু পাপ, স্ত্রী হত্যা ଯଦି ଲୁକା ଲୁକି କରି ଯଦି କରିଦେଲା ପରେ କେତେ ଲୁଚାଲୁଚି କରିଲେ ମଧ୍ୟ ଭଗବାନ ଅଛନ୍ତି। ତୁ ଭାବୁଛୁ ମୋର କଥା କିଏ ଦେଖି ଜାଣିନି ବୋଲି, କିନ୍ତୁ ନାହିଁ। ଯେ ସୃଷ୍ଟି ତିଆର କରିଛି, ଯେ କି ସଂସାରକୁ ତିଆର କରିଛି, ସେ ସବୁ ଦେଖୁଛି ଆଜ୍ଞା। ମାତ୍ର ମୁଁ ଜାଣିବାରେ 5 ଦିନ ହେଲାଣି। 5 ଦିନ ବହୁ ଶିଶୁ ମଧ୍ୟ ମାତ୍ର ଲାଗେ ବହୁ ପାପ, ସ୍ତ୍ରୀ ହତ୍ୟା ତାଠୁ ବଳି ଗର୍ଭରେ ଥିବା ସନ୍ତାନକୁ ନଷ୍ଟ କରିବା ପାପ ହେଉଛି। ଗୋଟିଏ ସ୍ତ୍ରୀ ଠାକୁ ମଧ୍ୟ କରିଲେ ତାର 4 ପାପ ହେଉଛି ଆଜ୍ଞା। ତେଣୁକରି ଏହି ପ୍ରକାର କର୍ମମାନ କଲେ ପାପମାନ ହେଉଛି ଆଜ୍ଞା। ଆପଣ କହୁଛନ୍ତି ସ୍ତ୍ରୀ କଣ ପାପ?
ମହାପାପ ହେଉଛି ଧରଚୁକ ଆଜ୍ଞା କାଳେ ଦେବ କନ୍ୟା କି ଋଷି କନ୍ୟା ହୋଇଥିଲେ ନିଶ୍ଚୟ ପ୍ରମାଦ ପଡ଼ିବ। ନିଶ୍ଚୟ ପ୍ରମାଣ ପଡ଼ିବ। ତେଣୁ ବନ୍ଧନ ମୁକ୍ତ କରି ହେ ମତେ ଶିକ୍ଷିତ ମାନଗ୍ରାମ ବୁଝି କରି ଆସ। ଏବେ ଯାଇକିରି ତାଙ୍କର ମୁଣ୍ଡରେ ବସିଲା ହେ आप कहबे आगा बुधिया आइला କ୍ଷୀରି ଖୋ ବଇଲା କିଏ ଇଲେକ୍ଟ୍ରିକ ନେ ବଇଲା କିଏ खिरी खोई बजिए हो गई ना बसिए ମୁଁ ଏକା ଯିବି आ घर तू